Hello students, welcome to my channel Advanced Studies Academy. Students, ଆଜି ଆମେ ପଞ୍ଚମ ଶ୍ରେଣୀର ସାମାଜିକ ବିଜ୍ଞାନ ପାଠର ଊନବିଂଶ ଅଧ୍ୟାୟକୁ ଆଲୋଚନା କରିବା। ପାଠଟିର ନାମ ହେଲା ବାୟୁ। ଷ୍ଟୁଡେଣ୍ଟସ୍, କ'ଣ ଆପଣମାନେ ବାୟୁ ଦେଖିଛନ୍ତି? ତାକୁ କ'ଣ ଛୁଇଁଛନ୍ତି? ନା, ବାୟୁକୁ କେବେ ଦେଖି ହୁଏ ନାହିଁ କି ଛୁଇଁ ହୁଏ ନାହିଁ। ତାକୁ ଆମେ ଅନୁଭବ କରୁ। କେଉଁଠାରେ ଆମେ ଅନୁଭବ କରୁ? ଯେତେବେଳେ ଆମ ଗଛର ପତ୍ର ହଳେ, କିଛି ଜିନିଷ ହଳେ କି ପଙ୍ଖା ଘୁରେ, ଆମେ ବାୟୁକୁ ଅନୁଭବ କରିଥାଉ। ବେଲୁନ୍ ଫୁଙ୍କିଲେ ବେଲୁନ୍ର ଆକାର ବଡ଼ ହୋଇଯାଏ, ଜାଣୁ ଏଥିରେ ଭିତରେ ବାୟୁ ପଶିଲା। ତେଣୁ ଆମେ ବାୟୁକୁ ଦେଖିପାରୁନାହିଁ କି ଛୁଇଁ ପାରୁନାହିଁ, କିନ୍ତୁ ତାକୁ ଅନୁଭବ କରିପାରୁ। ଆଉ ଆମ ଚାରିପଟରେ ବାୟୁ ଅଛି। ଏଠିରେ କ'ଣ ତିନୋଟି ମହମବତୀ ଜଳା ହେଇଛି। ଗୋଟିଏ ମହମବତୀକୁ କ'ଣ କରାହେଇଛି? ଖୋଲାରେ ରଖାହେଇଛି। ଆଉ ଗୋଟିଏ ମହମବତୀକୁ ସାଇଡ଼ରେ ଢଙ୍କା ହେଇ ଉପରେ ଖୋଲି ଦିଆଯାଇଛି। ଆଉ ଗୋଟିଏ ମହମବତୀକୁ ପୁରା ଭାବେ ଢାଙ୍କି ଦିଆଯାଇଛି। କ'ଣ ହେବ? ଏଥିରେ କ'ଣ ହେବ? ଯେଉଁ ମହମବତୀ ପୁରା ଭାବେ ଢଙ୍କା ଯାଇଛି, ସେହି ମହମବତୀଟି ଲିଭିଯିବ। କାରଣ କାହିଁକି ଲିଭିବ? ଏହି ମହମବତୀଟି ଅକ୍ସିଜେନ୍, ଗ୍ଲାସ୍ ଭିତରେ ଥିବା ଅକ୍ସିଜେନ୍କୁ ଗ୍ରହଣ କରି ଜଳିବ। ଆଉ ଏହି ଅକ୍ସିଜେନ୍ ଖତମ ହୋଇଗଲେ ଏହି ମହମବତୀଟି ଲିଭିଯିବ। କିନ୍ତୁ ମଝିରେ ଥିବା ମହମବତୀଟି ସାଇଡ଼ରୁ ଅକ୍ସିଜେନ୍ ପାଉଛି। ତାହା ଭଲ ଭାବରେ ଅକ୍ସିଜେନ୍ ନ ପାଉଥିବାରୁ ସେ ହାଲକା ହାଲକା ଜଳିବ। କିନ୍ତୁ ପ୍ରଥମ ମହମବତୀ ଖୋଲା ଅଛି, ଏହା ପୁରା ଭାବେ ଜଳିବ। ଏଥିରୁ ପ୍ରମାଣିତ ହେଲା, ଏହି ପରୀକ୍ଷାରୁ ପ୍ରମାଣିତ ହେଲା ଯେ ଜଳିବା ପାଇଁ ଅମ୍ଳଜାନ ଦରକାର। କୌଣସି ବସ୍ତୁ ଅମ୍ଳଜାନର ଉପସ୍ଥିତିରେ ଜଳେ। ଏଠାରେ ତୃତୀୟ ମହମବତୀଟିକୁ ଅମ୍ଳଜାନ ନ ମିଳିବାରୁ ଏହା ଲିଭିଗଲା। ତ ବାୟୁରେ କ'ଣ କ'ଣ ଥାଏ? ବାୟୁରେ ପ୍ରଥମେ ଆମେ ଦେଖିଲା, ବାୟୁରେ ଅମ୍ଳଜାନ ଅଛି। ଆଉ କ'ଣ ଅଛି? ଏଠି କ'ଣ ହେଉଛି? ଏଥିରୁ ଆମେ ଜାଣିଲେ ଅମ୍ଳଜାନ ଜଳିବାରେ ସାହାଯ୍ୟ କରେ। ଆଉ କ'ଣ କରିବା? ଗୋଟିଏ ଗ୍ଲାସରେ କିଛି ପାଣି ନେଇ ସେଥିରେ ଅଳ୍ପ ଚୂନ ନେଇ ଗୋଳି ଦେବା। କ'ଣ ହେବ? ଚୂନ ବସିଯିବ ଆଉ ଉପର ଅଂଶ ସ୍ୱଚ୍ଛ ଚୂନ ପାଣି ରହିବ। ଏହି ସ୍ୱଚ୍ଛ ଚୂନ ପାଣିକୁ ଅନ୍ୟ ଏକ ଗ୍ଲାସରେ ଢାଳି ଦେବା। ସେହି ଜଳକୁ ଗୋଟିଏ କାଚ ନଳୀ ଦେଇ ଫୁଙ୍କିବା। କ'ଣ ହେବ? ସ୍ୱଚ୍ଛ ପାଣିର ରଙ୍ଗ କ'ଣ ହୋଇଯିବ? ଆଉ ସ୍ୱଚ୍ଛ ରହିବ? ନା, ଏହା ଦୁଧିଆ ରହିଯିବ। କାହିଁକି ଦୁଧିଆ ହୋଇଗଲା? ସ୍ୱଚ୍ଛ ଚୂନ ପାଣି ଅଙ୍ଗାରକାମ୍ଳର ସ୍ପର୍ଶରେ ଦୁଧିଆ ହୋଇଯାଏ। ଏଥିରୁ ଆମେ ଜାଣିଲା, ଆମେ ଯେଉଁ ଫୁଙ୍କ ମାରିଲା ସେଥିରୁ ଅଙ୍ଗାରକାମ୍ଳ ବାହାରିଲା, ଏଣୁ ଏହା ଦୁଧିଆ ହୋଇଗଲା। ଏଣୁ ଆମେ ଜାଣିଲେ ଯେ ସ୍ୱଚ୍ଛ ଚୂନ ପାଣିକୁ ଅଙ୍ଗାରକାମ୍ଳ ଦୁଧିଆ କରିଦିଏ। ଆଉ ବାୟୁରେ ଅଙ୍ଗାରକାମ୍ଳ ମଧ୍ୟ ଥାଏ। ଆମ ଚାରିପଟେ ବାୟୁ ଅଛି ବୋଲି ଆମେ କିପରି ଜାଣିବା ଷ୍ଟୁଡେଣ୍ଟସ୍? ଆମେ କ'ଣ କରିବା? ଗୋଟିଏ ଗ୍ଲାସରେ କିଛି ବରଫ ଖଣ୍ଡ ରଖିବା। କିଛି ସମୟ ପରେ ଦେଖିବା ଯେ ଗ୍ଲାସର ବାହାର ପଟେ କ'ଣ ହେବ? ଜଳୀୟ ବାଷ୍ପ ଲାଗି ରହିଥିବ। ଏହି ଜଳୀୟ ବାଷ୍ପ ଆସିଲା କେଉଁଠାରୁ? କ'ଣ ଗ୍ଲାସ୍ ଭିତରର ବରଫ ଖଣ୍ଡର ପାଣି ବାହାରକୁ ଆସିଲା? ନା, ସେମିତି ହୋଇନାହିଁ। ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଅଛି। ଗ୍ଲାସରେ ଆଇସ୍ ଥିବାରୁ, ବରଫ ଥିବାରୁ ଗ୍ଲାସର ଥଣ୍ଡାରେ ସେହି ଜଳୀୟ ବାଷ୍ପ ସଂସ୍ପର୍ଶ କଲା ଆଉ ତାହା ଜଳବିନ୍ଦୁରେ ପରିଣତ ହେଲା। ଏହି ପରୀକ୍ଷାରୁ ଆମେ ଜାଣିଲେ ଯେ ଆମ ଚାରିପାଖରେ ବାୟୁ ଅଛି। ତାପରେ ତ
ଆମେ ଦେଖିଲେ ଯେ ଆମ ବାୟୁରେ କ'ଣ ଅଛି? ଅମ୍ଳଜାନ ଅଛି, ଅଙ୍ଗାରକାମ୍ଳ ଅଛି, ଜଳୀୟ ବାଷ୍ପ ମଧ୍ୟ ଅଛି। ଜଳୀୟ ବାଷ୍ପ ଥିବାରୁ ଏହି ଗ୍ଲାସର ଚାରିପଟେ ଜଳବିନ୍ଦୁ ଲାଗି ରହିଲା। ଆଉ କ'ଣ ଅଛି ବାୟୁରେ? ଆଉ କ'ଣ ଅଛି? ଯବକ୍ଷାରଜାନ ଅଛି। ବେଶୀ ପରିମାଣରେ ବାୟୁରେ ଯବକ୍ଷାରଜାନ ଥାଏ। ଏଠି ଆମେ କ'ଣ ଦେଖୁଛୁ? ଏଠି କିଛି ଡାଲି ଜାତୀୟ ଗଛର ଚେର ଦେଖୁଛୁ। ଏଇ ଚେରରେ କ'ଣ ହୋଇଛି? ଠିକ୍ ଗଣ୍ଠିଆ ହେଇଯାଇଛି। ଏହା କ'ଣ? ଏଇ ଗଣ୍ଠିରେ କ'ଣ ହୋଇଥାଏ? ଏଠିରେ ଗୋଟିଏ ପ୍ରକାର ବୀଜାଣୁ ବାସ କରିଥାଏ। ଆଉ ସେ ବୀଜାଣୁ କ'ଣ କରେ? ବାୟୁମଣ୍ଡଳରୁ ସିଧାସଳଖ ଯବକ୍ଷାରଜାନ ଗ୍ରହଣ କରି ଏହି ଗଛର ମୂଳରେ ସଞ୍ଚିତ କରି ରଖିଥାଏ। ଆଉ ସେଇ ଯବକ୍ଷାରଜାନକୁ ଗଛ ବ୍ୟବହାର କରେ ଆଉ ନିଜର ବୃଦ୍ଧି କରିଥାଏ। ଆଉ କ'ଣ ଥାଏ? ଆମେ ଝରକା ପଟ ଦେଇ ଆସୁଥିବା ସୂର୍ଯ୍ୟ କିରଣରେ କ'ଣ ଦେଖୁ? କିଛି ଭାସୁଥାଏ ଦେଖିଥାଉ। ଏଇଟା କ'ଣ? ଧୂଳିକଣା ଭାସୁଥାଏ। ତାହେଲେ ବାୟୁରେ ଧୂଳିକଣା ମଧ୍ୟ ଥାଏ। ତାହେଲେ ଷ୍ଟୁଡେଣ୍ଟସ୍, ଆମେ ବାୟୁରେ କ'ଣ କ'ଣ ଅଛି ବୋଲି ବର୍ତ୍ତମାନ ଜାଣିଲେ ଷ୍ଟୁଡେଣ୍ଟସ୍। ବାୟୁରେ ଅମ୍ଳଜାନ ଅଛି ଜାଣିଲେ, ଅମ୍ଳଜାନ ଅଛି, ଯବକ୍ଷାରଜାନ ଅଛି ବୋଲି ଜାଣିଲେ। ଅଙ୍ଗାରକାମ୍ଳର ପରୀକ୍ଷା ମଧ୍ୟ ଆମେ କଲେ, ଜଳୀୟ ବାଷ୍ପର ପରୀକ୍ଷା ମଧ୍ୟ କଲେ, ଧୂଳିକଣା ମଧ୍ୟ ବାୟୁରେ ଅଛି। ଏହା ବ୍ୟତୀତ ଅନ୍ୟ ଆଉ କେତୋଟି ଗ୍ୟାସ୍ ମଧ୍ୟ କିଛି କମ୍ ପରିମାଣରେ ଥାଏ। ତାହା ହେଲା ଉଦଜାନ, ଆର୍ଗନ୍, ହିଲିୟମ୍। ଏମାନେ ଅତି ଅଳ୍ପ ପରିମାଣରେ ଥାଏ। ତ ବାୟୁରେ ସବୁଠାରୁ ବେଶୀ କେଉଁ ଗ୍ୟାସ୍ ଥାଏ? ସବୁଠାରୁ ବେଶୀ ଥାଏ ଯବକ୍ଷାରଜାନ। ଏହି ଯବକ୍ଷାରଜାନ କେତେ ଥାଏ ବାୟୁରେ? ବାୟୁରେ ଯବକ୍ଷାରଜାନର ପରିମାଣ 78 ଭାଗ ଥାଏ। ଯଦି ପୁରା ବାୟୁକୁ ଆମେ 100 ଭାଗ ଧରିବା ତ 100 ଭାଗରୁ 78 ଭାଗ ଯବକ୍ଷାରଜାନ ଥାଏ। ଆଉ ଅମ୍ଳଜାନ କେତେ ଥାଏ? ଅମ୍ଳଜାନ ଥାଏ 21 ଭାଗ। 100 ଭାଗରୁ 78 ଭାଗ ଯବକ୍ଷାରଜାନ ଥାଏ, 21 ଭାଗ ଅମ୍ଳଜାନ ଥାଏ। ତାହେଲେ ଏ ଦୁହେଁ ମିଶି କେତେ ହେଲେ? ଏ ଦୁହେଁ ମିଶି 99 ହୋଇଗଲେ, 99 ହୋଇଗଲେ। ବାକି 1 ଅଂଶ ଅଙ୍ଗାରକାମ୍ଳ, ଜଳୀୟ ବାଷ୍ପ, ଧୂଳିକଣା, ହିଲିୟମ୍, ଆର୍ଗନ୍, ଉଦଜାନ ଏ ସମସ୍ତେ ମିଶି 1 ଅଂଶ ଥାନ୍ତି। ତାହେଲେ ବେଶୀ ପରିମାଣରେ ଯବକ୍ଷାରଜାନ ଥାଏ, ତା ତଳକୁ ଅମ୍ଳଜାନ ଥାଏ, ତା ତଳକୁ ଅଙ୍ଗାରକାମ୍ଳ ଥାଏ। ଏଠି ଦିଆଯାଇଛି ବାୟୁରେ କାହାର ପରିମାଣ କେତେ କେତେ ଅଛି। ତାହେଲେ ଷ୍ଟୁଡେଣ୍ଟସ୍, ବାୟୁରେ ଯେଉଁ ବିଭିନ୍ନ ପ୍ରକାର ଉପାଦାନ ଦେଖିଲେ, କାହାର କି ପ୍ରକାର ବ୍ୟବହାର ହୋଇଥାଏ? ପ୍ରଥମେ ଆମେ ପଢ଼ିଥିଲେ ଅମ୍ଳଜାନକୁ। ତାହେଲେ ଅମ୍ଳଜାନକୁ ଆମେ କିପରି ବ୍ୟବହାର କରିଥାଉ? ଅମ୍ଳଜାନକୁ ଡାକ୍ତରଖାନାରେ ରୋଗୀର ଶ୍ୱାସକ୍ରିୟା କରିବାରେ ବ୍ୟବହାର କରାଯାଇଥାଏ। ଏଠିରେ ରୋଗୀକୁ ଶ୍ୱାସକ୍ରିୟା କରାଯାଉଛି ଅମ୍ଳଜାନ ଦ୍ୱାରା। ଅମ୍ଳଜାନ ସିଲିଣ୍ଡରରୁ ସେମାନେ ପାଇପ୍ ବାଟେ ଅମ୍ଳଜାନ ନେଇ ଶ୍ୱାସକ୍ରିୟା କରିଥାନ୍ତି। ପ୍ରାଣୀ ଓ ଉଦ୍ଭିଦମାନେ ଶ୍ୱାସକ୍ରିୟାରେ ଅମ୍ଳଜାନ ବ୍ୟବହାର କରିଥାନ୍ତି। ତ ରୋଗୀର ଯଦି ଶ୍ୱାସ କରିବାରେ ଅସୁବିଧା ହେଲା, ତାହେଲେ ଡାକ୍ତରଖାନାରେ ସିଲିଣ୍ଡର ମାଧ୍ୟମରେ ଅମ୍ଳଜାନ ଯୋଗାଇ ଦିଆଯାଇଥାଏ। ପର୍ବତାରୋହୀମାନେ କ'ଣ କରନ୍ତି? ସିଲିଣ୍ଡର ଥଳି ନେଇଥାନ୍ତି ଆଉ ସେଥିଯୋଗୁଁ ସେମାନେ ଶ୍ୱାସକ୍ରିୟା କରିଥାନ୍ତି। କାହିଁକି ସେମାନେ ଶ୍ୱାସକ୍ରିୟା କରିପାରନ୍ତି ନାହିଁ? କାହିଁକି ତାଙ୍କୁ ଅମ୍ଳଜାନ ଦରକାର ପଡ଼ିଥାଏ? କାରଣ ଭୂପୃଷ୍ଠରୁ 300 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବହଳିଆ ସ୍ତରର ବାୟୁ ଆମ ପୃଥିବୀକୁ ଘେରି ରହିଛି, ଯାହାଠାରୁ ଆମେ ସହଜରେ ଅମ୍ଳଜାନ ପାଇପାରୁଛୁ। କିନ୍ତୁ 300 କିଲୋମିଟରରୁ ଉପରକୁ ଗଲେ ଆମକୁ ଶ୍ୱାସ କରିବାରେ ଅସୁବିଧା ହୁଏ। ସେଠି ଅମ୍ଳଜାନ
ପତଳା ଥିବାରୁ ଆମକୁ ଅତି କମ୍ ମିଳେ। ତେଣୁ ସେଠାରେ ଅମ୍ଳଜାନ ଥଳି ମାଧ୍ୟମରେ ଶ୍ୱାସକ୍ରିୟା କରାଯାଇଥାଏ। ତାହେଲେ ଶ୍ୱାସ କରିବାରେ ଅମ୍ଳଜାନ ବ୍ୟବହାର କରାଯାଏ। ଆଉ କ'ଣ କରିବାରେ ବ୍ୟବହାର କରାଯାଏ? ଜଳିବାରେ ମଧ୍ୟ ଅମ୍ଳଜାନ ସାହାଯ୍ୟ କରେ। ଆଉ ଅମ୍ଳଜାନ ବ୍ୟବହାର କରି ଲୁହା କାଟିବା, ଝଲେଇ କରିବା ଇତ୍ୟାଦି ମଧ୍ୟ କରାଯାଏ। ତାହେଲେ ଆମେ ଅମ୍ଳଜାନ ବ୍ୟବହାର ଜାଣିଲେ। ବର୍ତ୍ତମାନ ଆମେ ଅଙ୍ଗାରକାମ୍ଳର ବ୍ୟବହାର ଜାଣିବା। ଏଠି ଆମେ କ'ଣ ଦେଖୁଛୁ ଷ୍ଟୁଡେଣ୍ଟସ୍? ଏଇଟା କ'ଣ? ଏଇଟା ହେଉଛି ଅଗ୍ନି ନିର୍ବାପକ ଯନ୍ତ୍ର। ଏଥିମଧ୍ୟରେ କ'ଣ ଥାଏ? ଏଥିମଧ୍ୟରେ ଅଙ୍ଗାରକାମ୍ଳ ଥାଏ। ଏହା ବଡ଼ ବଡ଼ ରେ ବା ସିନେମା ହଲରେ ନିଆଁ ଲାଗିଗଲେ ଏହି ଯନ୍ତ୍ର ନିଆଁ ଲିଭେଇବା କାର୍ଯ୍ୟରେ ସାହାଯ୍ୟ କରେ। ତାହେଲେ ଅଗ୍ନି ନିର୍ବାପକ ଯନ୍ତ୍ରର କାମ କ'ଣ? ନିଆଁ ଲିଭାଇବା। ତାହେଲେ ଏହି ଅଗ୍ନି ନିର୍ବାପକ ଯନ୍ତ୍ରରେ କ'ଣ ଥିଲା ଯେ ନିଆଁ ଲିଭେଇ ଦେଲା? ଅଙ୍ଗାରକାମ୍ଳ। ତାହେଲେ ଆମେ ଜାଣିଲେ ଅଙ୍ଗାରକାମ୍ଳ ନିଆଁ ଲିଭାଇବାରେ ସାହାଯ୍ୟ କରେ। ଏହି ଯନ୍ତ୍ରର ରଙ୍ଗ ଲାଲ ହୋଇଥାଏ। ତାପରେ ଅଙ୍ଗାରକାମ୍ଳର ଆହୁରି କ'ଣ ବ୍ୟବହାର ହୋଇଥାଏ? ସୋଡ଼ା ବୋତଲରେ ଯେତେବେଳେ ଆମେ ସୋଡ଼ାର ବୋତଲର ଠିପି ଖୋଲି ଦେଉ କ'ଣ ହୁଏ? ଭୁସ୍ ଭୁସ୍ କରି ସବୁ ଗ୍ୟାସ୍ ବାହାରକୁ ବାହାରି ଆସି ଏଇଟା କ'ଣ? କ'ଣ ବାହାରି ଆସିଲା? ଅଙ୍ଗାରକାମ୍ଳ ବାହାରି ଆସିଲା। ତାପରେ ଅଙ୍ଗାରକାମ୍ଳର ଆଉ କ'ଣ ବ୍ୟବହାର ହେଲା? ଆମେ ଦୁଇଟା ଦେଖିଲା। ଆଉ ସବୁଜ ଉଦ୍ଭିଦମାନେ ଖାଦ୍ୟ ପ୍ରସ୍ତୁତି କରିବା ପାଇଁ ଅଙ୍ଗାରକାମ୍ଳ ବ୍ୟବହାର କରିଥାନ୍ତି। ଘରର କାନ୍ଥରେ ଚୂନ ପାଣି ଲିପିଦେଲେ କିଛି ସମୟ ପରେ ଏହା ଧଳା ଦେଖାଯାଏ। କାହିଁକି? ଚୂନ ପାଣି ଅଙ୍ଗାରକାମ୍ଳର ସଂସ୍ପର୍ଶରେ ଆସି ଧଳା ହୋଇଗଲା। ତାହେଲେ ଏହି ଅଙ୍ଗାରକାମ୍ଳ ଚୂନ ପାଣିକୁ ଦୁଧିଆ କରିଦେବାରୁ ଆମ କାନ୍ଥ ଧଳା ହେଲା ଆଉ ରଙ୍ଗୀନ ହୋଇଗଲା। ଏହା ହେଲା ଅଙ୍ଗାରକାମ୍ଳର ବ୍ୟବହାର। ତାପରେ ଯବକ୍ଷାରଜାନର ବ୍ୟବହାର। ସବୁଠାରୁ ବେଶୀ ପରିମାଣରେ ଯବକ୍ଷାରଜାନ ବାୟୁମଣ୍ଡଳରେ ଅଛି। କିନ୍ତୁ ଗ୍ୟାସୀୟ ଅବସ୍ଥାରେ ଥିବା ଯବକ୍ଷାରଜାନକୁ ଉଦ୍ଭିଦ ବା ପ୍ରାଣୀମାନେ ବ୍ୟବହାର କରିପାରନ୍ତି ନାହିଁ। କେବଳ ଡାଲି ଜାତୀୟ ଗଛଗୁଡ଼ିକର ଚେରରେ ଥିବା ଗ୍ରନ୍ଥିରେ ବୀଜାଣୁ ସେହି ଯବକ୍ଷାରଜାନକୁ ଗ୍ରହଣ କରି ସାର ପ୍ରସ୍ତୁତ କରି ଚେରକୁ ଯୋଗାଇଥାଏ। ବିଜୁଳି ଓ ଘଡ଼ଘଡ଼ି ସମୟରେ ପ୍ରାକୃତିକ ଘଟଣା ଘଟିବା ବେଳେ ଯବକ୍ଷାରଜାନ ଅକ୍ସାଇଡ୍ ସୃଷ୍ଟି ହୁଏ। ଏହା ବର୍ଷା ଜଳରେ ଯାଇ ମାଟିରେ ମିଶିଯାଏ। କେତେକ କାରଖାନାରେ ବାୟୁରୁ ଯବକ୍ଷାରଜାନ ସଂଗ୍ରହ କରି ତାକୁ ସାର ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଏ। ତାହେଲେ ଯବକ୍ଷାରଜାନର ବ୍ୟବହାର କ'ଣ ହେଲା? ମୁଖ୍ୟତଃ ସାର ଆକାରରେ ଯବକ୍ଷାରଜାନକୁ ବ୍ୟବହାର କରାଯାଏ। ତାହେଲେ ଷ୍ଟୁଡେଣ୍ଟସ୍ ଆଜିର ପାଠ ତ ଆମେ ପଢ଼ିନେଲେ। ବର୍ତ୍ତମାନ ଆମେ ଅଭ୍ୟାସ କାର୍ଯ୍ୟକୁ କରିବା। 1 ନମ୍ବର କରେ ଅଛି ସମୁଦ୍ର ବୁଡ଼ାଳୀମାନେ ସାଙ୍ଗରେ ଡ୍ୟାସ୍ ଥଳି ନେଇ ସମୁଦ୍ର ଭିତରକୁ ଯାଇଥାନ୍ତି। ସମୁଦ୍ରର ଅତଳ ଗଭୀର ଭିତରେ କ'ଣ ହୋଇଥାଏ? ସେଠିରେ ବାହାରର ଅମ୍ଳଜାନକୁ ଆମେ ନେଇପାରୁନାହିଁ ବା ପାଣିର ଅମ୍ଳଜାନକୁ ଆମେ ଗ୍ରହଣ କରିପାରୁନାହିଁ। ତେଣୁ ଆମକୁ ଅମ୍ଳଜାନ ଥଳି ନେଇକି ଯିବାକୁ ପଡ଼ିଥାଏ। ତେଣୁ ଏଠି କ'ଣ ହୁଏ? ଅମ୍ଳଜାନ ହେବ। ଅମ୍ଳଜାନ ଥଳି ନେଇ ସମୁଦ୍ର ଭିତରକୁ ଯାଆନ୍ତି। ବାୟୁରେ ଅମ୍ଳଜାନର ପରିମାଣ ଶତକଡ଼ା କେତେ? ଶତକଡ଼ା 21%। କାଠ ଜଳିଲେ ସେଥିରୁ ଡ୍ୟାସ୍ ଗ୍ୟାସ୍ ବାହାରେ। କେଉଁ ଗ୍ୟାସ୍ ବାହାରିବ? କାଠ ଜଳିଲେ ଅଙ୍ଗାରକାମ୍ଳ ଗ୍ୟାସ୍ ବାହାରିବ। କାଠ ଜଳିବାରେ ବାୟୁର ଡ୍ୟାସ୍ ଗ୍ୟାସ୍ ସହାୟକ ହୁଏ। କିଏ ଜଳିବାରେ ସାହାଯ୍ୟ କରେ? ଅମ୍ଳଜାନ। ଅମ୍ଳଜାନର 2ଟି ବ୍ୟବହାର ଲେଖ। ଅମ୍ଳଜାନର 2ଟି ବ୍ୟବହାର କ'ଣ? ଆମେ ଶ୍ୱାସକ୍ରିୟାରେ ଅମ୍ଳଜାନକୁ ବ୍ୟବହାର କରୁ। ଅମ୍ଳଜାନ ଯୋଗୁଁ ଆମେ ଜାଳିପାରୁ। ମାନେ କୌଣସି ଜିନିଷ ଅମ୍ଳଜାନ ଉପସ୍ଥିତିରେ ଜଳି ଉଠେ। ତାପରେ ଲୁହା କାଟିବାରେ ଅମ୍ଳଜାନ ସାହାଯ୍ୟ କରିଥାଏ। ଏହିସବୁ। ତାପରେ 3 ନମ୍ବରକୁ ଆସିବା।
ଘରର ଝରକା କବାଟ ବନ୍ଦ କରି ଅଧିକ ଲୋକ ବହୁତ ସମୟ ଧରି ରହିଲେ କାହିଁକି ଅସ୍ୱସ୍ତି ଲାଗେ? କାରଣ ଝରକା କବାଟ ବନ୍ଦ କରିଦେଲେ ସେଠିରେ ଅମ୍ଳଜାନ ପଶି ପାରେ ନାହିଁ ଆଉ ସମସ୍ତେ ଶ୍ୱାସ ଛାଡ଼ି ଅଙ୍ଗାରକାମ୍ଳର ପରିମାଣ ବଢ଼ାଇ ଦେଇଥାନ୍ତି। ତେଣୁ ଅଙ୍ଗାରକାମ୍ଳର ପରିମାଣ ସେହି ଅଞ୍ଚଳରେ ଅଙ୍ଗାରକାମ୍ଳର ପରିମାଣ ବେଶୀ ହୋଇଯାଇଥାଏ ଆଉ ଅମ୍ଳଜାନର ସପ୍ଲାଏ କମ୍ ହୋଇଯାଇଥିବାରୁ ଆମକୁ ଅସ୍ୱସ୍ତି ଲାଗେ। ବର୍ଷା ଦିନ ଓଦା ଲୁଗା କାହିଁକି ଶୀଘ୍ର ଶୁଖେ ନାହିଁ? ବର୍ଷା ଦିନ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବେଶୀ ଥାଏ ତେଣୁ ଓଦା ଲୁଗା ଶୁଖେ ନାହିଁ। ଫୁଟବଲକୁ କାହିଁକି ସହଜରେ ଚାପି ହୁଏ ନାହିଁ? ଫୁଟବଲ ଭିତରେ ଗ୍ୟାସ୍ ଭରି ରହିଥାଏ ତେଣୁ ଫୁଟବଲକୁ ସହଜରେ ଚାପି ହୁଏ ନାହିଁ କାରଣ ଗ୍ୟାସ୍ ନିଜେ ପ୍ରେସର କରିଥାଏ। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ନଥିଲେ କ'ଣ ହୁଅନ୍ତା? ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି କରିପାରନ୍ତା ନାହିଁ। ସବୁଆଡ଼େ ନିଆଁ ଲାଗିଯାଆନ୍ତା, ଏହା ଲିଭି ପାରନ୍ତା ନାହିଁ। ଏହିସବୁ ହୁଅନ୍ତା। ଚିତ୍ର କରି ବାୟୁରେ ଯବକ୍ଷାରଜାନ ପରିମାଣକୁ ସୂଚିତ କର। ଏଇଟା ବୃତ୍ତ କରି ଯବକ୍ଷାରଜାନ ପରିମାଣ କେତେ ଯେ ଆମେ ତାକୁ କରିବା 78%। ବାୟୁ ସ୍ଥାନ ଅଧିକାର କରେ ଏହା ଜାଣିବା ପାଇଁ ତୁମେ ପରୀକ୍ଷାଟିଏ କର। ବେଲୁନରେ ଆମେ ଫୁଙ୍କ ମାରିଲେ ବେଲୁନଟି ଆକାର ବୃଦ୍ଧି ହୁଏ। କାହିଁକି ତା'ର ଆକାର ବୃଦ୍ଧି ହେଲା? କାରଣ ବାୟୁ ସ୍ଥାନ ଅଧିକାର କଲା ଆଉ ବେଲୁନରେ ପ୍ରେସର କରି ତାହା ବଢ଼େଇ ଦେଲା। ଆହୁରି ମଧ୍ୟ ଫୁଟବଲକୁ ଆମେ ଯେତେବେଳେ ଗ୍ୟାସ୍ ଭରୁ ଫୁଟବଲର ଆକାର ବଢ଼ିଯାଏ। କାହିଁକି ବଢ଼େ? ବାୟୁ ସ୍ଥାନ ଅଧିକାର କରେ। 8 ନମ୍ବର ଗଛଲତାମାନେ ବାୟୁରେ ଥିବା ଅମ୍ଳଜାନ ବ୍ୟବହାର କରନ୍ତି କି? ଗଛଲତାମାନେ ବାୟୁରେ ଥିବା ଅମ୍ଳଜାନ ରାତିରେ ବ୍ୟବହାର କରନ୍ତି। ଦିନରେ ସେମାନେ ଅଙ୍ଗାରକାମ୍ଳ ବ୍ୟବହାର କରନ୍ତି ଓ ରାତିରେ ଅମ୍ଳଜାନ ବ୍ୟବହାର କରନ୍ତି କାରଣ କେବଳ ଖାଦ୍ୟ ପ୍ରସ୍ତୁତି ପାଇଁ ଏମାନଙ୍କୁ ଅଙ୍ଗାରକାମ୍ଳ ଦରକାର ପଡ଼ିଥାଏ। ନହେଲେ ଏମାନେ ମଧ୍ୟ ଅମ୍ଳଜାନ ବ୍ୟବହାର କରନ୍ତି। କୋଇଲା ଖଣି ଅଞ୍ଚଳ, ବିଦ୍ୟାଳୟ ଓ ଡାକ୍ତରଖାନା ମଧ୍ୟରୁ କେଉଁ ସ୍ଥାନରେ ଅଧିକ ଧୂଳିକଣା ଦେଖିବାକୁ ପାଇବ? କେଉଁ ସ୍ଥାନରେ? କୋଇଲା ଖଣି ଅଞ୍ଚଳରେ ବେଶୀ ଆମେ ଧୂଳିକଣା ଦେଖିବାକୁ ପାଇବା କାରଣ ସେଥିରେ କୋଇଲା ଖଣିରୁ କୋଇଲା କାଢ଼ିଲା ବେଳେ ଧୂଳିକଣା ବାହାରୁଥାଏ। ତାହେଲେ ଷ୍ଟୁଡେଣ୍ଟସ୍ ଆଜିର ପାଠକୁ ଆମେ ଏଇଠି ରଖିବା। ଆଶା କରୁଛି ଆଜିର ଭିଡ଼ିଓଟି ଭଲ ଲାଗିଥିବ। ପୁଣି କହି ରଖୁଛି ଷ୍ଟୁଡେଣ୍ଟସ୍, ଆଦର୍ଶ ପରୀକ୍ଷା ବା ନବୋଦୟ ପରୀକ୍ଷା ସମସ୍ତ ପରୀକ୍ଷା ବା ବୃତ୍ତି ପରୀକ୍ଷା ସମସ୍ତ ପରୀକ୍ଷାର ପ୍ରଶ୍ନ ଉତ୍ତରମାନେ ମୁଁ କରି ରଖିଛି। ସମ୍ଭାବିତ ପ୍ରଶ୍ନ ଉତ୍ତରମାନେ କରି ରଖିଛି। ପୂର୍ବ ବର୍ଷର ପରୀକ୍ଷାର ପ୍ରଶ୍ନ ଉତ୍ତରମାନେ ମୁଁ କରି ରଖିଛି। ତେଣୁ ମୋ ଚ୍ୟାନେଲକୁ ଯାଇ ସେସବୁ ଆପଣମାନେ ପଢ଼ନ୍ତୁ ଆଉ ପରୀକ୍ଷାରେ ସଫଳତା ପାଆନ୍ତୁ। ଆଉ ଏଥିପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ସାଙ୍ଗମାନଙ୍କୁ ସେୟାର କରନ୍ତୁ ଆଉ ଆଜିର ଭିଡ଼ିଓକୁ ନିଶ୍ଚୟ ଲାଇକ୍ କରନ୍ତୁ। ଥ୍ୟାଙ୍କ ୟୁ।